ମାନୁନାହାନ୍ତି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ। ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବରପଦା ଇଞ୍ଜିନିୟରିଂ କଲେଜରେ। ଶିକ୍ଷାନୁଷ୍ଠାନକୁ ବଦନାମ କରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର। ଧାରଣାକାରୀମାନେ ଇଚ୍ଛା କରିଛନ୍ତି କଲେଜ ବନ୍ଦ ହୋଇଯାଉ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଲେଜର ଅଧ୍ୟକ୍ଷ। ଗୋଟେ କଥା ଏଠି ଉଠୁଛି, କର୍ମଚାରୀମାନେ ଯାହା ପାଇଁ ଧାରଣାରେ ବସିଛନ୍ତି ସେହି ଘଟଣାକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ମଧ୍ୟ ମକଦ୍ଦମା ଏବେ ଯାଏଁ ଚାଲୁ ରହିଛି, ଯାହାକୁ ନିଜ ମୁହଁରେ ମାନିଛନ୍ତି ଧାରଣା ଦେଇଥିବା କର୍ମଚାରୀ। ଜଣାଉନି 10 କୋଟି ଟଙ୍କାର ହିସାବ ଦିଅନ୍ତୁ। କଲେଜ 10 କୋଟି ଟଙ୍କା ହିସାବ ଦଉ। କଲେଜ ଯୋଉ ଆଗ ଷ୍ଟ୍ରାଇକ୍ ବେଳେ ଆଜ୍ଞା ନା ନା ଆମେ ସେମାନେ ମିଛ ସତ କଣ ଜଣାଉଥିବେ, ସେଟା କଥା ହେଇଥିଲା ଓପନଲି କରିବେ। ଏବେ ଆପଣ କଣ ଚାହୁଁଛନ୍ତି? ଏବେ ଚାହୁଁଛୁ ଆମ ପ୍ରାପ୍ୟ ଗଣ୍ଡାକ ଦେଇ ଦିଅନ୍ତୁ। ଯୋଉମାନଙ୍କର ମାନେ ବସେଇ ଦିଆ ହେଇଛି ସେମାନଙ୍କୁ ପୁନଃ ନିଯୁକ୍ତି ଦିଆ ହେଇକି ହାଇକୋର୍ଟର ଅର୍ଡର ପର୍ଯ୍ୟନ୍ତ ଅପେକ୍ଷା କରିବେ ନା ପ୍ରଶାସନ ସହିତ ଆଲୋଚନା କରିବେ? ନା ପ୍ରଶାସନ ସେ ବାବଦରେ କଲେଜର କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବ 2-3 ବର୍ଷ ଅପେକ୍ଷା ଅନୁଷ୍ଠାନରେ ପିଲା ସଂଖ୍ୟା ବଢ଼ିଛି। କର୍ମଚାରୀମାନେ ଠିକ୍ ସମୟରେ ଦରମା ପାଉଛନ୍ତି, କିନ୍ତୁ କିଛି କୁଚକ୍ରୀ ଗୋଷ୍ଠୀ ନିଜର ସ୍ୱାର୍ଥ ପାଇଁ ଏତେ ବଡ଼ ଅନୁଷ୍ଠାନକୁ ବଦନାମ କରିବାକୁ ବସିଛନ୍ତି। ଯେଉଁଥିପାଇଁ ଧାରଣା ଦେଇଛନ୍ତି ସେ ବାବଦ ଉଚ୍ଚ ନ୍ୟାୟାଳୟ ଅବଗତ ଥିବାରୁ ଧାରଣା ନେଇ ନିଶ୍ଚିତ ଭାବେ ମାନ୍ୟବର କୋର୍ଟକୁ ଅପମାନଜନକ କଥା। ଆଜ୍ଞା, ଯେଉଁ ଡିମାଣ୍ଡ ଦେଇକି ସେ କଲେକ୍ଟରଙ୍କ ପାଖରେ ଏଠି ବସିଛନ୍ତି, ସେ ଡିମାଣ୍ଡ ସବୁ ଅନରେବୁଲ ହାଇକୋର୍ଟ ଅଫ୍ ଓଡ଼ିଶାରେ ସବଜୁଡିସ୍ ଅଛି। ମୁଁ ଆପଣଙ୍କ ଥ୍ରୋରେ ତାଙ୍କୁ ବିନମ୍ର ନିବେଦନ କରିବି, ସେମାନେ କୋର୍ଟର ରାୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ହେଲେ ଠିକ୍ ନ୍ୟାୟ ମିଳିଯିବ ସମସ୍ତଙ୍କୁ। ଯିଏ ଭୁଲ କରିଥିବ ସେ ଠିକ୍ ପନିଶମେଣ୍ଟ ପାଇଯିବ, ଠିକ୍ ସେ ନ୍ୟାୟ ସମସ୍ତେ ପାଇଯିବେ। ଯେଉଁଥିପାଇଁ ସେମାନେ ବସିଛନ୍ତି, ବସିବା ଦରକାର ନାହିଁ। ଆଉ ବି ମୁଁ ଆପଣଙ୍କୁ ଏଇ କଥା କହିବାକୁ ଚାହୁଁଛି ଯେ ସୋସାଇଟି 2018-19 ଲାଷ୍ଟ ଆଡମିଶନ୍ କରିଥିଲା ଇଣ୍ଟରିମ୍ କମିଟି। ସେଥିରେ ଟୋଟାଲ ଲାଷ୍ଟ ବର୍ଷ 462 ପିଲା ଆଡମିଶନ୍ କରିଥିଲେ। ଯେଉଁ ନମ୍ବର କି ବର୍ତ୍ତମାନ ଏଇ ଯେଉଁ ଲାଷ୍ଟ ଆଡମିଶନ୍ 23-24 ପାଇଁ ହେଲା, ସେଥିରେ 932 ପିଲା ଆଡମିଶନ୍ କରିଛନ୍ତି। ସେଇଟା କେବଳ ସୋସାଇଟିର କାମ ପାଇଁ କରୁନାହାନ୍ତି, ପ୍ରିନ୍ସିପାଲଙ୍କ ପାଇଁ ନୁହଁ, ବହୁତ ଷ୍ଟାଫ୍ ସିନସିୟରଲି ଲାଗିକି ଏଇ ଆଡମିଶନ୍ ଫିଗରଟାକୁ ଏତେ ବଢ଼େଇ ପାରିଛନ୍ତି। ତେଣୁ ସେମାନଙ୍କୁ ତ ନିଶ୍ଚୟ ଆମେ ଧନ୍ୟବାଦ ଦେବା। ଆଉ ଏଇ ଯେଉଁ ଷ୍ଟାଫ୍ ମାନେ ଆଡମିଶନ୍ ନହେଲେ କିଛି କରିପାରିବାନି। ଏଇଟା ଗୋଟେ ଏଜୁକେସନାଲ ଇନଷ୍ଟିଟ୍ୟୁସନ୍। ଏଠି ଯଦି ସବୁ ସମୟରେ ଗେଟ୍ ପାଖରେ ଏମିତି ଷ୍ଟ୍ରାଇକ୍ ଚାଲିବ, ଧାରଣା ଚାଲିବ, ତାହେଲେ ସ୍ୱାଭାବିକ ଆମର ବର୍ତ୍ତମାନ ପିଲା ସବୁ ହେଉଛନ୍ତି ଲୋକାଲିଟିର, ଯେଉଁମାନେ ଏ ଜିନିଷକୁ ଜାଣିଲେ ସ୍ୱାଭାବିକ ମୁହଁ ଫେରାଇବେ ଅନୁଷ୍ଠାନ। ବିଶ୍ୱାସ ନ ରଖିକି ଏଭଳିଆ କଥା କରିବା ଆଦୌ ଉଚିତ ନୁହଁ। କୋର୍ଟକୁ ଯଦି ଆମେ ବିଶ୍ୱାସ ନ କରିବା, କାହାକୁ କରିବା? ଆମେ ଗ୍ରାଜୁଆଲି ସବୁ ଷ୍ଟେଜ୍ ଦେଇକି କୋର୍ଟ ହେଉଛି ଫାଇନାଲ ଷ୍ଟେଜ୍ରେ ପହଞ୍ଚିବା ଦରକାର। ଏବେ 29/8/2023 କୋର୍ଟରେ ଏଫିଡେଭିଟ୍ ଦିଆଯାଇ ଯେତିକି ଡିମାଣ୍ଡ ଅଛି ସବୁ ଡିମାଣ୍ଡ କୋର୍ଟରେ ଉଠାଯାଇକି ପୁଣି ଗେଟ୍ ପାଖରେ ଧାରଣା ଦେଲେ ଖାଲି କଲେଜ ହିଁ ବଦନାମ ହେବ। ଯାହାଦ୍ୱାରା ମାନେ ଯେମିତି ମୋତେ ଏମିତି ଲାଗିବ ଯେ କିଛି ଲୋକଙ୍କର ଯେ ଇଣ୍ଟେନସନ୍ ହେଉଛି ଏ କଲେଜ ଡିଫେମ୍ ହେଉ, ଆଉ ଏଠି ଆଡମିଶନ୍ ନ ହେଇପାରିବ, ଏ କଲେଜ ବନ୍ଦ ହେଇଯାଉ, ଏଇଭଳିଆ ଲାଗିବ। ଆମେ ଜାଣିବାକୁ ପାଉଛୁ କିଛି ଲୋକ ତାଙ୍କୁ ବସଉଛନ୍ତି ଅଲଗା କଲେଜ ସହିତ ତାଙ୍କର ଇଲିଆସ ନେଇ ଯେ ପିଲା ଡାଇଭର୍ଟ କରିବା ପାଇଁ, କିନ୍ତୁ ସେ ସଂଖ୍ୟା ବହୁତ କମ୍। ଆପଣ ଦେଖନ୍ତୁ, ଏରାଉଣ୍ଡ 300 ଷ୍ଟାଫ୍ ଥିଲାବେଳେ ମାତ୍ର 26-27 ଜଣ ଏଇଭଳିଆ ଷ୍ଟାଫ୍ ବା ଏକ୍ସ ଷ୍ଟାଫ୍ ବସିଛନ୍ତି। ତେଣୁ ଯଦି କିଛି ଏଇଭଳିଆ କାମ କରୁଥିବେ କେବଳ ସେଇମାନେ ହିଁ କରୁଥିବେ, କିନ୍ତୁ କେବେ ୟା ଭିତରେ ଯେତିକି ଲୋକ ଅଛନ୍ତି ଏ ଭିତରୁ ଅଧିକାଂଶ ଲୋକ ବହୁତ ପରିଶ୍ରମ କରିଛନ୍ତି ଯେଉଁ 462ରୁ 932ରେ ପହଞ୍ଚେଇବା। ତାପରେ ଆପଣ ଗତ ଷ୍ଟ୍ରାଇକ୍ ବେଳେ ବି ଆପଣମାନଙ୍କୁ ତ ଜାଣିଥିଲେ ଡିଟେଲ୍ ଯେ ଅଗଷ୍ଟ 2022ରେ ସେମାନେ ଅଗଷ୍ଟ 1, 2022ରେ ସେମାନେ ଷ୍ଟ୍ରାଇକ୍ରୁ ଉଠିଲେ। ଏବେ ହେଉଛି ଅଗଷ୍ଟ 2023। ଏଇ ଯେଉଁ 13 ମାସ ଭିତରେ 15 ମାସର ଦରମା ଦିଆଯାଇଛି, ଆଉ 17 ମାସର ଷ୍ଟାଟ୍ୟୁଟୋରୀ ପେମେଣ୍ଟ ଦେଇଛି। ଏଟାକୁ ତ କେହି ଆଉ କହିପାରିବେନି ଯେ ନା ହେଇନି ବୋଲି। ତେଣୁ ଏକୁ ଯଦି ବିଶ୍ୱାସ ନ କରିବେ କ'ଣ କରିପାରିବା ଆଜ୍ଞା? କାହାରି ଉପରେ ବିଶ୍ୱାସ ନ ରଖି କେବଳ କଲେଜକୁ ବଦନାମ କରିବା ପାଇଁ କିଛି ଲୋକ ମୁଁ କହିବିନି କେବେ ଯେ, କାରଣ ବହୁତ ଲୋକଙ୍କର ସହଯୋଗରେ ହିଁ କଲେଜ ଆଗକୁ ଆଗଉଛି। ଅଳ୍ପ ଲୋକଙ୍କର ଏଇଭଳି ଆଟିଚ୍ୟୁଡ୍ ପାଇଁ ମୁଁ ତ କହିବି ଯେ ଆହୁରି ଆଡମିଶନ୍ ବଢ଼ିପାରନ୍ତା। ନେଗେଟିଭ୍ କି ପଜିଟିଭ୍ କରିବା ଯେଉଁମାନେ ପରିଶ୍ରମ କରୁଛନ୍ତି ବହୁତ ଲୋକ ଅଛନ୍ତି ଆଜ୍ଞା। ଏଇଠି ବି କିଛି ଲୋକ ସେମିତି ବସୁଛନ୍ତି ଯେଉଁମାନେ କି ବହୁତ ଆଡମିଶନ୍ କରିଛନ୍ତି। ତେଣୁ ଏଇଟା ଆହୁରି ତାଙ୍କ ପାଇଁ ସହଜ ହୁଅନ୍ତା ନମ୍ବରକୁ ବଢ଼େଇବା ଯଦି ଏଇଟା ନଥାନ୍ତା। କଲେଜରେ ଆପଣଙ୍କ ବିଭିନ୍ନ ସମୟରେ ଆପଣ ଧାରଣା ବସୁଥିଲେ, ଏହାକୁ ନେଇ ବିବାଦ ଲାଗିଥିଲା ଏବଂ ଏ ବିଷୟରେ ମଧ୍ୟ ମାନ୍ୟବର ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଛି। ମାମଲା ରୁଜୁ ପରେ ଆପଣମାନଙ୍କୁ ଦରମା ଦେବା ପାଇଁ କୁହାଯାଇଥିଲା। ପୁଣି ଦରମା ଯେତେବେଳେ ନଦେଲା ଆପଣମାନେ ପୁଣି ହାଇକୋର୍ଟ କରିଛନ୍ତି। ହାଇକୋର୍ଟରେ ଆପଣ ନିର୍ଦ୍ଦେଶନାମା ନ ଆସିଲା ଭିତରେ ଆପଣମାନେ ଯେଉଁ ବସିଛନ୍ତି, କ'ଣ ପାଇଁ ବସିଛନ୍ତି? ମୁଁ ଆଜ୍ଞା ରିଟାୟାର୍ଡ ପର୍ସନ୍। 17 ମାସର ଦରମା ମୋର ବାକି ଅଛି। 2015ରୁ ଯେଉଁଠି ବୋମିଂ ହେଇଥିଲା ସେଇ ଦରମା ପାଇଁ
आम बसलु जहाँ तो होता आपण मैंने जानते 17 मासर दरमा बर्तमान मु 2015 पूर्व 4 मास 2019 1 मास 2019 मु गली मेडिकल आडमिशन मो मेरुदंड ऑपरेशन है से 9 मास 22 3 मास 3 मास है टोटाल है 17 मास भितर मत डिसेम्बर 22 रिटायरमेंट दिहला किंतु आज दमु काली दमु रिटायर पूर्व समस्त प्राप्य दमु अद्यावधि दिहलानी तेणु बाध्य हेली सेकेंड महापात्र हाईकोर्ट में आवेदन करते हाईकोर्ट आदेश किसी पर्यटन आसी ना हाईकोर्ट आसिया पर्यंत आम बंचमु ना मरीथु से बंचीथु ना मरीथु ताकू कौ हाईकोर्ट कही दबु नहीं बोली मोहन पंडा को सी तो मुझे गोटे चिठी करी आईआईसी करी कलेक्टर करी एसपी कर लेबर कमिशनर कर डिस्ट्रिक्ट लेबर ऑफिसर कर 5टी सेक्रेटरी जदि आपनकर हाईकोर्ट ऊपर भरोसा नहीं कि हाईकोर्ट ऊपर हाईकोर्ट राय पर्यंत आपण हाईकोर्ट हम विषय टिके नहीं ताले आपण कोन पई अप्लाई कोन पई करथले हाईकोर्ट रे आवेदन कोन पई करथले कोठी आमे दरमा काई दोनी अप्लाई करछु हां आपण सेकेंड महापात्र आपण पकड़ करछन आपण शिकायत महापात्र करछन मिलिया पई अरे जदि मिलिया पई करछन हाईकोर्ट आदेश को कोन पई अप्लाई करू तेणु मु जणे आदेश आज्ञा 10 वर्ष होला ताले तेणु हाईकोर्ट पर आपनकर भरोसा नहीं हाईकोर्ट पर केमिति भरोसा रहिबो 4 मास रे 6 मास रे डेट आसु नहीं टोटल डेट पडु नहीं डेट पडु नहीं जणे को डेट हाईकोर्ट तारीख पडु नहीं जदि आपण एठी अनशन करिवे बा जिला प्रशासन ऊपर को चाप पकिया पई ये करिवे सब ठीक अछि आपनको न्याय पे आपण बसचंदी किंतु हाईकोर्ट रे आवेदन ता कोन पई ताले करले आवेदन करछु न्याय पई ताले न्याय पे अपेक्षा केन पई न्याय पई केते दिन अपेक्षा करिमु 15 मसिया अपेक्षा करिनु भरोसा ताले बर्तन कहा ऊपर अछि आपनकर भरोसा बर्तन प्रशासन ऊपर जो जेतिकी अप्लाई करा हैजी जो एमान को बाहर कर दिया हला हाईकोर्ट कहि जे एमान को बाहर कर दियो 28 जन सिक्युरिटी तांको परिवार सपरिवार बसचंदी एमानकर कोन अपराध थिला जो मान को सस्पेंड करछि हाईकोर्ट तो कहिला का को सस्पेंड करि परिबोनी तानर केस कला पर वर्तमान चाहूछु हमर जेतिकी प्राप्य दे दियंतु हमर आमे से केस बेस आमे किछि मानु प्राय खबर।